ପ୍ରପାତଙ୍କୁ କେତେକ ଦେଲେ ପ୍ରପାତ ସର୍ବଦା ଆୟୁର୍ବେଦିକ ବା କବିରାଜି ଔଷଧ ଉପରେ ବିଶ୍ୱାସ ରଖନ୍ତି। ପ୍ରପାତ ସର୍ବଦା ଡାକ୍ତରୀ ଔଷଧ ଇଞ୍ଜେକ୍ସନ ଇତ୍ୟାଦି ଦିଆଯିବ ୟା ଉପରେ ବିଶ୍ୱାସ କରନ୍ତି ନାହିଁ, ଭଲ ପାଆନ୍ତି ନାହିଁ। ତେଣୁ ସମସ୍ତେ ଯେତେବେଳେ ତାଙ୍କର ଦେହ ଅସୁସ୍ଥ ହେବାକୁ ଲାଗିଲା, ସେତେବେଳେ ସମସ୍ତେ ଚିନ୍ତା କଲେ ଯେ ପ୍ରପାତଙ୍କର ସ୍ୱାସ୍ଥ୍ୟ କିଭଳି ଫେରି ପାଇବେ। ତେଣୁ ପ୍ରପାତ ଗୋଟିଏ ଜିନିଷ ଜାଣିଥିଲେ ଯେ ରାମାନୁଜ ସମ୍ପ୍ରଦାୟର ଜଣେ ବୈଷ୍ଣବ ଯେ କି ଗୋଟେ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରନ୍ତି, ତା ନାଁ ହେଉଛି ମକର ଧ୍ୱଜ। ମକର ଧ୍ୱଜ। ଏହା ପୂର୍ବରୁ ପ୍ରପାତ କଣ ନା ଆସିଥିଲେ ହାଇଦ୍ରାବାଦ ଦେଇ ଓଡ଼ିଶା ଆସିଥିଲେ। ଓଡ଼ିଶାକୁ ତ ଗୋଟିଏ ଥର ସେ ଆସିଛନ୍ତି, ଏଠି 17 ଦିନ ରହିଛନ୍ତି ଭୁବନେଶ୍ୱରରେ। ଅନେକ ବ୍ରହ୍ମଚାରୀଙ୍କୁ ମଧ୍ୟ ହରିନାମ ଦୀକ୍ଷା ଦେଇଛନ୍ତି, ସନ୍ନ୍ୟାସ ଅନେକ ଗୃହସ୍ଥଙ୍କୁ ମଧ୍ୟ ସେ ହରିନାମ ଦୀକ୍ଷାରେ ଦୀକ୍ଷିତ କରିଥିଲେ। ହରେ କୃଷ୍ଣ ବୁଝି ପ୍ରଣାମ। ଆଗରୁ ପ୍ରଭୁପାଦ ପୁରା ଆସିଥିଲେ, ତାଙ୍କ ବାପା ସାଙ୍ଗେ ଆସିଥିଲେ ପରା ଓଡ଼ିଶା ରଥ ଦେଖିବା ପାଇଁ, ନା ନାଇଁ? ସେଇଟା ପିଲାଦିନର କଥା, ଆଜ୍ଞା ସେଟା କାହିଁ ବର୍ଣ୍ଣନା କରାଯାଇନି। ଆଜ୍ଞା। କିନ୍ତୁ ସେ ଶୁଣନ୍ତି ସଦାବେଳେ ଯେ ସମସ୍ତେ ଜଗନ୍ନାଥ ପୁରୀ ଯାଆନ୍ତି, ଆଉ ଜଗନ୍ନାଥଙ୍କର ଏମିତି ରଥଯାତ୍ରା ଇତ୍ୟାଦି ହୁଏ। ତେଣୁ ସିଏ କଣ କଲେ, ତାଙ୍କର ଗୋଟେ ନିଜେ ରଥ କରିକି ପିଲା ଗୋଟେ ଛୋଟ ପିଲା ହିସାବରେ ଛୋଟ ରଥ ଟିକେ କରି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ କଣ କର ରଥାରୂଢ଼ କରି ରଥଯାତ୍ରା କରନ୍ତି ଏବଂ ପ୍ରସାଦ ବଣ୍ଟନ କରନ୍ତି ଇତ୍ୟାଦି ଇତ୍ୟାଦି କରନ୍ତି। କିନ୍ତୁ ସନ୍ନ୍ୟାସୀ ହିସାବରେ ବା ଜଣେ ଗୁରୁ ଆଉ ଆଚାର୍ଯ୍ୟ ହିସାବରେ ଆଉ ଗୋଟେ ଯୋଉ ଶୁଣୁଥିଲି, ପ୍ରଭୁପାଦ ପ୍ରଥମେ ଟିକେ ଅଭିମାନ କରିଥିଲେ ଯେ ତାଙ୍କର ଭକ୍ତ ଶିଷ୍ୟ ମାନେ ଯାଇପାରୁନାହାନ୍ତି, ସେଇ 17 ଦିନ ଭିତରେ ନା ତା ଆଗରୁ? କହିବାକୁ ଯାଉଛି, ଯେତେବେଳେ ପ୍ରପାତ ଦେଖନ୍ତୁ 1965 ରୁ 1977 ପ୍ରପାତ ଯେତେବେଳେ ତାଙ୍କର କିଛି ଶିଷ୍ୟଙ୍କୁ ସେ ତାଲିମ ପ୍ରଦାନ କରିପାରିଲେ, ସମସ୍ତେ କୃଷ୍ଣ ଭାବନା କଣ ଜାଣିପାରିଲେ, ଆଉ ବହୁ ସଂଖ୍ୟାରେ ଶୁଭିଲାନି, ଶୁଭୁନି ପ୍ରଭୁ ଯେ ବ୍ରେକ୍ କରୁଛି ସାଉଣ୍ଡ। ହରେ କୃଷ୍ଣ। ବିଭିନ୍ନ ଭାଷା ପଠେଇଲେ ଯାଅ ପ୍ରଚାର କରିବ ସବୁ, କାହାକୁ ଇଂଲଣ୍ଡକୁ, କାହାକୁ ଫ୍ରାନ୍ସକୁ, ଭାରତକୁ ମଧ୍ୟ ପଠେଇଲେ। ହରେ କୃଷ୍ଣ। ଶୁଭିଲାନି ଠିକ ରେ, ପିଲା ମତେ ଶୁଭୁନି। ଏବେ ଶୁଭିଲା। ଏବେ ଶୁଭୁଛି? ଆଜ୍ଞା ପ୍ରଭୁ। ଅନ୍ୟମାନଙ୍କୁ ଶୁଭୁଛି, କାହାକୁ ନା ଶୁଭୁନି? ବୋଧେ ସମସ୍ତେ କେହି ଲିଙ୍କରେ ନାହାନ୍ତି ବୋଧେ, ମୁଁ ଏଇଟା ଭାବୁଛି। କୃଷ୍ଣ ପ୍ରଭୁଜୀ ପ୍ରଣାମ, ଶୁଭୁଛି ଆଜ୍ଞା, ଶୁଣା ଯାଉଛି ସବୁ। ସେଟା ଆଜ୍ଞା ପ୍ରଭୁଜୀ କହୁନାହାନ୍ତି ଶୁଣା ଆପଣଙ୍କୁ ଯାଉଛି। ଶୁଭୁନି। ଏବେ ଶୁଣା ଯାଉଛି। ହଁ ମୁଁ ଭିଡିଓ ଅଫ୍ କଲି ସେଇଥିପାଇଁ, ଯଦି ନ ଶୁଭିବ ଆପଣ ମାନେ କହିବେ। 1977 ମସିହାରେ ପ୍ରପାତ ଆସିଥିଲେ, ଫେବୃଆରୀ ମାସରେ ଆସିଥିଲେ ଓଡ଼ିଶା, ଶ୍ରୀଷ୍ମଦ ଗୌରବିନ୍ଦ ସ୍ୱାଇଁ ଗୁରୁ ମହାରାଜଙ୍କର ନିମନ୍ତ୍ରଣରେ। ଯେତେବେଳେ ସନ୍ନ୍ୟାସ ଦୀକ୍ଷା ନେଲେ ଗୌରବିନ୍ଦ ସ୍ୱାଇଁ ମହାରାଜ, ପ୍ରପାତ କହିଲେ ଗୌରଗୋବିନ୍ଦ ମତେ ଓଡ଼ିଶା ନେବନି? ପ୍ରପାତ କହିଲେ ୱିଦାଉଟ୍ ୟୁର ମର୍ସି ହାଉ କ୍ୟାନ୍ ଆଇ, ୱିଦାଉଟ୍ ୟୁର ମର୍ସି ହାଉ କ୍ୟାନ୍ ଆଇ ଟେକ୍?
प्रपात एटा आसीदेला तेणु प्रपात निर्देश गौरवंश स्वामी महाराज आसिले ये जो जगहटा बर्तमान इस्कन होती तार से जगह चिन्हट कले सफासफी कले एठे गौरनीता कृष्ण बलराम विग्रह प्रति माने स्थापन कले प्रतिष्ठान स्थापन करके कौन कले सेवा पूजा इत्यादि इत्यादि कले ये कृष्ण कथा प्रचार करने को आरंभ कले। हाँ ओडिया से सब ग्रंथ गुड़िक प्रकाशित हो नाला तेणु ये ओडिया ग्रंथ प्रकाशन हाँ श्रीमद गौरगोविंद स्वामी महाराज गोटे गोटे अनवद्य अवदान। हाँ तेणु महाराज कौन चिंता कले ना मु प्रथम आग गोटे छापाखाना बसैबी छापाखाना बसैकी जहाँ मु अनुवाद करुच्ची ताकू संस्करण पर छपाइबी एभली छपाखाना कौ मैंने देखिथे न देखिथे मु देखी। हाँ मंदिर पछपटे जोटा आमर अबे आम जाइकी रोचे जो हॉल मानक से हॉल से जगह से छपाखाना थिला वर्तमान से उठिकी कण बॉम्बे पलि तबे प्रपात को निमंत्रण करने को हरे कृष्ण महताब श्रीमद गौरगोविंद स्वामी महाराज आउ अनेक ओडिशार विशिष्ट लोक मान सब जाई हैदराबाद गले निमंत्रण करके आणले प्रपात आसिले ट्रेन रे रही गेस्ट हाउस सब खोजा चलला प्रपात रहे प्रपात मना कले नाई नाई मोर गेस्ट हाउस दरकार ना मोर दरकार गौरगोविंद कौटी रोच मुझे रही तेणु इस्कन को आसिले गोटे जो कुड़िया कुड़िया हाँ जो कुड़िया माने झाटी माटी से सब तो सब बण हेटा थिला तेणु से काटिक आनिक झाटी माटी बुझाबुझी करके जथा तथा से गोटे कुटीर प्रस्तुत है से जो आप देखिथे श्रीमद गौरगोविंद स्वामी महाराज भजन कुटीर पाखे प्रपात भजन कुटीरटा थाए कारण प्रपात से रही एभली भावे प्रपात इस्कन भुवनेश्वर मूलदुआ स्थापन करते प्रतिष्ठा उत्सव होता प्रपात एटी 17 दिन काल रही समस्त हरिकथा विदेशर अभिज्ञता सब किसी बखाणी थे समस्त अनुप्राणित हो प्रपात चरणाश्रित होते से जड़े दी जनकर मोर साक्षात हो नयागढ़ से चाकरी करते से भद्र से भक्त किंतु मु देखिलिनी से केवल कहती मु प्रपात द्वारा देखित किंतु प्रपात जो दीक्षार चिन्ह वर्ण मु देखिलिनी मुझे चिन्हती केवे ना द्वितीय वार्षिक व्यास पूजा श्रीमद गौरगोविंद स्वामी महाराज होता से देखी। हाँ सी ग्लोरिफिकेशन महाराज कले जो करुले मुझे चिन्ही जे वास्तविक ये व्यक्ति आंकर परिवार समस्ते प्रपात द्वारा दीक्षित से भुवन ये नयागढ़ आसिले प्रायतः यहाँ हो बोझे 2000 पाखापाखि 2005-06 हम तेणु मुझे पचारि कहली आप भुवनेश्वर जानते गौरगोविंद महाराज जानते ना हाँ मुझे जाने मु प्रपात शिष्य इत्यादि इत्यादि कहले एसबू कहले आम गले आमको कहीं पचारू ना वास्तविक कथाटा से नुहे कथाटा इस्कन कहीं प्रिय नुह कहीं अप्रिय नुह किंतु जी गुरुंकर सेवा करिवो गुरु आनुगत्य प्रपात कौन निर्देश देता पालन करना ना हाँ आम तो हता भागे आम इस्कन सहित जोगाजोग करूँ ये पाखे तेणु से लिंक रहा पड़ो लिंक न रखिले हेनी तेणु जहाँ प्रपात रहिले जिते विदेशी भक्त मैंने प्रचार करने को आसिले से पूरी संपूर्ण बारण थिला जगन्नाथ मंदिर मध्य से प्रवेश करें अद्यावधि से नियम अच्छी तेणु ये कथा प्रपात कान को जिते गला प्रपात अति क्षुब्ध हेले। हाँ मोर भक्त माने मुरी कथा प्रचार करुच्ची मु जगन्नाथ चेतना कथा प्रचार करुच्ची जगन्नाथ मंदिर विदेश में न्यूयॉर्क लॉस एंजेलिस इत्यादि हाँ बड़ बड़ सिटी में प्रतिष्ठा करुच्ची। हाँ जो जगन्नाथ बलभद्र सुभद्रा पूजा पाँच रथ यात्रा इत्यादि होची किंतु मोर भक्त को दर्शन करने को बारण करा जायछि तेणु मु जगन्नाथ को दर्शन करी नहीं जीवी ना किंतु प्रपात जितेबले ये भुवनेश्वर रहा काल ये प्रतिज्ञाटा भंग हो जाता से निजे जा दर्शन करते जगन्नाथ टाणिक नहीं जाते या 17 दिन पर प्रपात
କୁମ୍ଭମେଳାକୁ ଗଲେ। କୁମ୍ଭମେଳାରେ ବର୍ତ୍ତମାନ ତ ପ୍ରବଳ ଗହଳି, ତାଠୁ 1977 ମସିହାରେ ୟାଠୁ କମ୍ ଗହଳି ଥିବ, ତଥାପି ପ୍ରପାତ ଯୁଆଡ଼େ ଯାଆନ୍ତି କ'ଣ କରନ୍ତି, ତାଙ୍କର ଅନୁବାଦ କାର୍ଯ୍ୟ, ଟାଇପ୍ ପ୍ରିଣ୍ଟ କରିବା, ଏସବୁ ତାଙ୍କର କାର୍ଯ୍ୟ। ତେଣୁ ଯେଉଁଠି ସେଇଟା ନ হবে ସେଠି ରହିବେନି। ତେଣୁ କହିଲେ କୁମ୍ଭକୁ ତ ଆସିଛି, ମୁଁ ସେଠିକି ଯାଇପାରିବିନି, କାରଣ ତାଙ୍କର ଏତେବେଳକୁ 81 ବୟସ ହେଇଗଲା, 81 ବର୍ଷ। ତେଣୁ ଭକ୍ତଙ୍କୁ କହିଲେ ତୁମେ ଯାଅ, ଆଉ କିଛି ଗଙ୍ଗା ଜଳ ଆଣ, ସେଥିରେ ମୁଁ ଏଇଠି ସ୍ନାନ କରିଦେବି। ଯୋଉଠି ତାଙ୍କ ବସା ଘର ଥିଲା ସେଇଠି ସ୍ନାନ କରିବେ। ତେଣୁ ଭକ୍ତମାନେ ବହୁ ଗହଳି ଭିତରେ ଯାଇକି ସେ କୁମ୍ଭରୁ ବାଲ୍ଟିରେ ଜଳ ଆଣିଲେ ଏବଂ ପ୍ରପାତ ସେଠି ସ୍ନାନ କଲେ। ତାପରେ ତାଙ୍କର ବୃନ୍ଦାବନ ଫେରିଗଲେ। ଏଇ ଅସୁସ୍ଥତା, ଏଇଟା ହେଲା ପ୍ରପାତଙ୍କର ଅସ୍ଥୁତତା ସମୟ। ଯେତେବେଳେ ସେଠିକି ବୃନ୍ଦାବନ ଯାଇଛନ୍ତି, ବୃନ୍ଦାବନରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଛି। ସେତେବେଳେ କ'ଣ ହେଇଛି, ଏଇ ଯେଉଁ ଜିନିଷ ଯେ ପ୍ରପାତ କହିଲେ ଯେ ରାମାନୁଜ ବୈଷ୍ଣବଗଣଙ୍କ ମୁଖ୍ୟ କେନ୍ଦ୍ର ଦକ୍ଷିଣ ଭାରତ ସ୍ଥିତ ତାମିଲନାଡୁର ଶ୍ରୀରଙ୍ଗମ ପୀଠକୁ ଯାଇ ସେଠୁ ବୃନ୍ଦାବନ ଆସି ଶ୍ରୀଲ ପ୍ରପାତଙ୍କ ପାଇଁ ମକର ଧ୍ୱଜ ପ୍ରସ୍ତୁତ କରିବା ପାଇଁ ଏକ ଭଲ ଆୟୁର୍ବେଦୀୟ ଚିକିତ୍ସକ ସନ୍ଧାନ କରେ। ମୁଁ ଏହାକୁ ଏହି ବିଚାରକୁ ପସନ୍ଦ କରିଥିଲି ଏବଂ ଦୃଢ଼ ବିଶ୍ୱାସୀ ହୋଇ ପଡ଼ିଥିଲି ଯେ ଆମେ ସେଠାରେ ଏକ ଭଲ କବିରାଜଙ୍କ ସନ୍ଧାନ ପାଇବୁ। ତାପରଦିନ ସକାଳେ ବୃନ୍ଦାବନରେ ରାମାନୁଜ ସମ୍ପ୍ରଦାୟର ଏକ କବିରାଜଙ୍କର ସନ୍ଧାନ କରିବା ବିଷୟରେ ଆମର ବିଫଳତା ଏବଂ ମୋତେ ଶ୍ରୀରଙ୍ଗମ ପଠାଇବାର ତାଙ୍କର ବିଚାର ସମ୍ବନ୍ଧରେ ଶ୍ରୀଲ ପ୍ରପାତଙ୍କୁ କହିଲେ ତମାଳ କୃଷ୍ଣ ମହାରାଜ। କିନ୍ତୁ ପ୍ରପାତ ଏହି ଭାବନାକୁ ପସନ୍ଦ କଲେ ନାହିଁ। ଆପଣ ଚାହୁଁନାହାନ୍ତି ଭକ୍ତିଚାରୁ ଆପଣଙ୍କୁ ବର୍ତ୍ତମାନ ଛାଡ଼ି କରି ଯାଆନ୍ତୁ? ପ୍ରପାତଙ୍କୁ ପଚାରିଲେ ତେଣୁ ଆପଣ ତାଙ୍କୁ ଚାହୁଁଛନ୍ତି ଆପଣ ତାଙ୍କ ସହିତ ରହିବା ପାଇଁ? ପ୍ରପାତ ତାଙ୍କ ମୁଣ୍ଡ ହଲାଇଲେ ଏବଂ କହିଲେ ହଁ। ଅର୍ଥାତ ଏଠି ଭକ୍ତିଚାରୁ ମୋତେ ଛାଡ଼ିକି ନ ଯାଆନ୍ତୁ। ତଥାପି ଆମେ ଖୋଜିବା ଛାଡ଼ି ନଥିଲୁ। ଶେଷରେ ଅଭିରାମ ପ୍ରଭୁ ଦିଲ୍ଲୀରେ ଜଣେ ଆୟୁର୍ବେଦୀୟ ଡାକ୍ତରଙ୍କୁ ପାଇଲେ। ଅଭିରାମ ପ୍ରଭୁ ସେ ମକର ଧ୍ୱଜ ପ୍ରସ୍ତୁତ କଲେ। ତେଣୁ ସେ ତାହା କିଣିଲେ ଓ ବୃନ୍ଦାବନ ନେଇ ଆସିଲେ। ଏହା ଏକ ବହୁତ ବଡ଼ ଘଟଣା ଥିଲା। ଭକ୍ତମାନେ ଶ୍ରୀଲ ପ୍ରଭୁପାଦଙ୍କର ଶଯ୍ୟା ଚତୁଃପାର୍ଶ୍ୱରେ ଘେରି ଯାଇଥିଲେ ଓ ତମାଳ କୃଷ୍ଣ ମହାରାଜ ଯେ ସେହି ଔଷଧକୁ ଶ୍ରୀଲ ପ୍ରଭୁପାଦଙ୍କୁ ଏକ ଖାଣ୍ଟି ସୁନା ତିଆରି ଚାମଚରେ ଖାଇବାକୁ ଦେଇଥିଲେ। ମକର ଧ୍ୱଜଟା ସେବନ କରିବାକୁ ହେଲେ ସୁନାର ଚାମଚ ଦରକାର, ଯାହାକୁ ବିଶାଳ ପ୍ରଭୁ ନାମକ ପ୍ରପାତଙ୍କର ଜଣେ ଆମେରିକୀୟ ଶିଷ୍ୟ ଦେଇଥିଲେ, କିନ୍ତୁ ଯାହା ପୂର୍ବରୁ କେବେ ବ୍ୟବହାର କରାଯାଇ ନଥିଲା। ଲାଲ ବାଦାମୀ ରଙ୍ଗର ବଟିକାକୁ ଚୂନା କରାଯାଇଥିଲା ଓ ମହୁରେ ମିଶା ଯାଇଥିଲା। ଶ୍ରୀଲ ପ୍ରପାତ ସେହି ମିଶ୍ରଣକୁ ପାନ କଲେ ଓ ମଜା କରି କହିଲେ, ଔଷଧର କିଛି ସ୍ୱତନ୍ତ୍ର ପ୍ରଭାବ ମିଳିବ କି ଯଦି ମୁଁ ତାକୁ ସୁନା ଚାମଚରେ ପାଏ? ଶ୍ରୀଲ ପ୍ରପାତଙ୍କର ଆରୋଗ୍ୟ ସମ୍ଭାବନାର ନୂତନ ଆଶାକୁ ନେଇ ସମସ୍ତେ ଉତ୍ସାହିତ ହୋଇ ପଡ଼ିଲେ। ସେହି ଔଷଧ ଖାଇବା ପରେ କିନ୍ତୁ ଶ୍ରୀଲ ପ୍ରଭୁପାଦ ଏତେ ଅସ୍ୱସ୍ତି ବୋଧ କରିବା ଆରମ୍ଭ କରିଥିଲେ ଯେ ସେ ତାକୁ ଆଉ ଅଧିକ ନ ପାଇବା ପାଇଁ ନିଷ୍ପତ୍ତି ନେଇଗଲେ। ଅସ୍ୱସ୍ତି ବୋଧ ଅର୍ଥାତ ତାଙ୍କୁ ଖରାପ ଲାଗିଲା। ସେ ଔଷଧ ଗ୍ରହଣ କରିବା ପରେ ପ୍ରଭୁପାଦ ଏତେ ତାଙ୍କୁ ଗିଲ୍ଟି ଫିଲ୍ କଲେ, ଯଦ୍ୱାରା ଆଉ ତାକୁ ପୁନର୍ବାର ଗ୍ରହଣ କରିବାକୁ ମନା କଲେ। ସେଦିନ ସନ୍ଧ୍ୟାରେ हरे कृष्ण हरे कृष्ण हरे कृष्ण प्रभु। हरे शुभुची कृष्ण प्रभु। शुभुची आज्ञा प्रभु। हरे कृष्ण प्रभु जी शुभुची। ତେବେ ଜଣେ ବଙ୍ଗାଳୀ ଭକ୍ତ ଗଲେ, ଯିଏକି ପ୍ରପାତଙ୍କର ପୂର୍ବରୁ ଜଣାଶୁଣା। ସେ ଗୋଟେ ବୃନ୍ଦାବନରେ ମନ୍ଦିର କରିଥିଲେ। ପ୍ରପାତ ତାଙ୍କୁ କିଛି 10,000 ଟଙ୍କା ଦାନ କରିଥିଲେ। ଶ୍ରୀଲ ପ୍ରପାତ ତାଙ୍କୁ ଏବେ ବଙ୍ଗଳାରେ କିଛି କହିଲେ। ଯାହା କହିଲେ ସମସ୍ତେ ଶୁଣି ତାହା ଦୁଃଖରେ ଅଭିଭୂତ ହୋଇଗଲେ। ବିଶେଷ କରି ଭକ୍ତିଚାରୁ ସ୍ୱାମୀ ମହାରାଜ, ଗୁରୁ ମହାରାଜ ଏ କଥାଟା ଶୁଣିକି ଅତି ଦୁଃଖ ପ୍ରକାଶ କଲେ। ତମାଳ କୃଷ୍ଣ ମହାରାଜଙ୍କୁ ତାହା କହିଲି ଯେ କି
ମୋ ପରି ଦୁଃଖ ଅନୁଭବ କରିଥିଲେ। ତମାଳକୃଷ୍ଣ ମହାରାଜ ସେହି ବଙ୍ଗାଳୀ ଭକ୍ତ ଚାଲିଯିବା ପରେ ଭକ୍ତମାନେ ଏକାଠି ହେଲେ ଓ ପ୍ରଭୁପାଦଙ୍କୁ ଯାହା କହିଲେ ତାହା ସେମାନଙ୍କୁ ମୁଁ ବିସ୍ତୃତ ଭାବେ କହିଥିଲି। ଅନେକ ବରିଷ୍ଠ ଭକ୍ତ ସହ ତମାଳକୃଷ୍ଣ ମହାରାଜ ସିଧା ଶ୍ରୀଲ ପ୍ରଭୁପାଦଙ୍କୁ ଗଲେ ଓ ପଚାରିଲେ, ଶ୍ରୀଲ ପ୍ରଭୁପାଦ, ଆପଣ ଭାବୁଛନ୍ତି କି ଆପଣଙ୍କୁ ବିଷ ଦିଆଯାଇଛି? ଅର୍ଥାତ୍ ସେଇ ଯେଉଁ ଔଷଧଟା ତିଆରି କରାଗଲା, ସେଇ ଔଷଧଟା ଖାଇବା ଦ୍ୱାରା ଯେମିତି ବିଷ ତାଙ୍କ ଶରୀରରେ ସଞ୍ଚାରିତ ହେବା ଭଳି ତାଙ୍କୁ ବୋଧ ହେଉଥିଲା। ନା, ପ୍ରପାତ କହୁଛନ୍ତି ନା। ଶ୍ରୀଲ ପ୍ରପାତ ଉତ୍ତର ଦେଲେ, ଏହା ନୁହେଁ ଯେ ମୋତେ ବିଷ ଦିଆଯାଇଛି। ମୁଁ ସେପରି କହୁଛି ସେ କେବଳ ଏହା ପ୍ରମାଣ କରିବାକୁ ଚେଷ୍ଟା କରୁଥିଲେ ଯେ ସେ କେତେ କଷ୍ଟ ଅନୁଭବ କରୁଛନ୍ତି। ଅର୍ଥାତ୍ ସେ ଔଷଧ ଖାଇବା ଦ୍ୱାରା ତାଙ୍କୁ ବହୁତ କଷ୍ଟ ହେଲା। ତାପରେ ଦାମୋଦର ପ୍ରସାଦ ଏବଂ ମୁଁ ଅର୍ଥାତ୍ ଶ୍ରୀମଦ୍ ଭକ୍ତିଚାର ସ୍ୱାମୀ ଶ୍ରୀଲ ପ୍ରଭୁପାଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅଧିକ କ'ଣ କରାଯାଇପାରିବ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ମହାରାଜଙ୍କର କାର୍ଯ୍ୟାଳୟରେ ପହଞ୍ଚିଲୁ। ଦାମୋଦର ପ୍ରସାଦ ଇଂରାଜୀ କହୁନଥିଲେ, ତେଣୁ ମୁଁ ଅନୁବାଦ କରୁଥିଲି ଏବଂ ସେ ଆମକୁ କହିଲେ, ପ୍ରଭୁପାଦଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର। ତାଙ୍କର ଶାରୀରିକ ଦୁର୍ବଳତା ଏହାକୁ ଅଧିକ ସଙ୍ଗୀନ କରିଦେଉଛି। ତାଙ୍କର ଶରୀର ରୋଗର ପ୍ରତିରୋଧ କରିପାରୁନାହିଁ ବା ଅସୁସ୍ଥତା ସଂଶୋଧନ କରିପାରୁନାହିଁ। ସେ କହିଲେ ଯେ ବୃକ୍କ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶରୀରକୁ ଶକ୍ତି ପ୍ରଦାନ କରୁଥିବା ରକ୍ତ ବୃକ୍କରେ ଛାଣି ହୋଇ ପରିଷ୍କାର, ଯେଉଁଟା ଆମର କିଡନୀ କହୁଛେ, କିଡନୀ। ତେଣୁ ଆୟୁର୍ବେଦ ଅନୁସାରେ ନିଷ୍କାସନ ଯୋଗ୍ୟ ମୂତ୍ରକୁ ଅଲଗା କରେ। ମୂତ୍ର ଅଲଗା ଆଉ ଶୁଦ୍ଧ ରକ୍ତ ଅଲଗା। ତେଣୁ ବୃକ୍କ ଯେତେବେଳେ ତ୍ରୁଟିପୂର୍ଣ୍ଣ ଭାବେ କାର୍ଯ୍ୟ କଲା, ଦୂଷିତ ପଦାର୍ଥ ସବୁ ଛଣା ହୋଇପାରିଲା ନାହିଁ, ବରଂ ରକ୍ତରେ ହିଁ ରହିଗଲା, ଯାହା ହାତ ଓ ପାଦକୁ ଫୁଲାଇ ଦେଇଛି। ତେଣୁ ମୃତ୍ୟୁ ପୂର୍ବରୁ ଆପଣ ଦେଖିଥିବେ ପ୍ରାୟତଃ ସମସ୍ତଙ୍କର ହାତ ଗୋଡ଼ ଇତ୍ୟାଦି ଫୁଲେ। ତେଣୁ ପ୍ରଭୁପାଦଙ୍କର ଏ ଲକ୍ଷଣ ଦେଖାଯାଇଛି। ମୁଁ ତାଙ୍କୁ କହିଲି, ବନମାଳୀ କବିରାଜ ମଧ୍ୟ ନିଷ୍କର୍ଷ ଦେଇଥିଲେ ଯେ ଶ୍ରୀଲ ପ୍ରଭୁପାଦଙ୍କ ଅସୁସ୍ଥତାର କାରଣ ହେଉଛି ତାଙ୍କ ବୃକ୍କ ଖରାପ ଅବସ୍ଥା। ତାଙ୍କୁ କିଛି ଔଷଧ ଚିକିତ୍ସା ଦେଇଥିଲେ। 2 ପ୍ରକାର ଲବଣ, ଗୋଟିଏ ଧଳା, ଅନ୍ୟଟି ଗୋଲାପୀ, ଯାହାକୁ ପୁନର୍ନଭା ଓ ପଥରକୁଚି ପତ୍ରର ରସ ସହିତ ମିଶାଇ ଦିଆଯାଉଥିଲା। ଦାମୋଦର ପ୍ରସାଦ ସହମତ ହେଲେ। ଦାମୋଦର ପ୍ରସାଦ ଜଣେ କବିରାଜ କଲିକତାର। ଦାମୋଦର ପ୍ରସାଦ ସହମତ ହେଲେ ଏବଂ ସେହି ଔଷଧ ରସ ଉପଯୁକ୍ତ ଥିଲା ଏବଂ ପଚାରିଲେ, ଆମେ ସେହି ଚିକିତ୍ସା ଜାରି ରଖିଛୁ କି ନାହିଁ। ମୁଁ ବର୍ଣ୍ଣନା କଲି ବନମାଳୀ କବିରାଜ କିପରି 4 ମାସ ପୂର୍ବରୁ ଶ୍ରୀଲ ପ୍ରଭୁପାଦଙ୍କ ଚିକିତ୍ସା କରୁଥିଲେ, କିପରି ପ୍ରଭୁପାଦଙ୍କ ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ଆସିଥିଲା, ଫଳରେ ସେ କିପରି ପାଶ୍ଚାତ୍ୟ ଦେଶ ଯିବା ପାଇଁ ନିର୍ଣ୍ଣୟ କଲେ ଏବଂ ପରେ କିପରି ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହୋଇଥିଲା। ପ୍ରଭୁପାଦଙ୍କ ବୃନ୍ଦାବନ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ବନମାଳୀ କବିରାଜ ପୁଣି ସେହି ଉପଚାର ଆରମ୍ଭ କରିଥିଲେ, କିନ୍ତୁ ସେତେବେଳେ ସେ ଦେଖିଲେ ଯେ ତାଙ୍କର ଔଷଧ ଆଉ କାମ କରୁନାହିଁ। ଦାମୋଦର ପ୍ରସାଦ କିଛି ମନ୍ତବ୍ୟ ନ ଦେଇ ମନୋଯୋଗ ସହକାରେ ଶୁଣିଲେ। ତାପରେ ସେ କହିଲେ ସେ କିଛି ଔଷଧ ପ୍ରସ୍ତୁତ କରି ପ୍ରଭୁପାଦଙ୍କୁ ଦେବା ପାଇଁ। ଯଦିଓ ତାଙ୍କୁ ବୃନ୍ଦାବନ ଅଣାଯାଇଥିଲା ମକରଧ୍ୱଜ ପ୍ରସ୍ତୁତ କରିବା ପାଇଁ, ସେ ତାହା କହିଲେ ନାହିଁ, ବରଂ ଏହା ପରିବର୍ତ୍ତେ ସେ ଅନେକ ପ୍ରକାର ଔଷଧ ପ୍ରସ୍ତୁତ କରିଥିଲେ। ପ୍ରଭୁପାଦଙ୍କୁ ଆରୋଗ୍ୟ କରିବା ପାଇଁ ସେ ପ୍ରତ୍ୟୟୀ ଜଣାପଡ଼ୁଥିଲେ, କିନ୍ତୁ ଆମ ସହିତ କଥା ହେବା ସମୟରେ ସେ ତାଙ୍କର ଗଭୀର ଚିନ୍ତା ପ୍ରକଟ କରିଥିଲେ। ଏଇଭଳି ଭାବେ ପ୍ରଭୁପାଦଙ୍କର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାକୁ ଲାଗିଲା। ଏଇଠି ଦାମୋଦର ପ୍ରସାଦ କହୁଛନ୍ତି ଯେ ବାସ୍ତବିକ ରୋଗୀକୁ ନ ଦେଖି ଔଷଧ ଦେବା ଉଚିତ ନଥିଲା। ଯିଏ ବି ଏହାକୁ ସେପରି ଦେଇଛନ୍ତି ସେ ଭୁଲ କରିଛନ୍ତି। ଏହା ଛଡ଼ା ଏହା ପାରଦରୁ ପ୍ରସ୍ତୁତ। କୋଉଟା? ମକରଧ୍ୱଜ। ତେଣୁ ପାରଦକୁ ଉପଯୁକ୍ତ ଭାବେ ଉପଚାର କରା ନ ଗଲେ ତେବେ ଏହାର ପ୍ରଭାବ ଅତ୍ୟନ୍ତ କ୍ଷତିକାରକ ମଧ୍ୟ ହୋଇପାରେ। ମୁଁ ବୁଝିବାକୁ ଆରମ୍ଭ କଲି ଯେ କେଡ଼େ ବଡ଼ ଗୋଟେ ଭୁଲ କରି ଦିଆଯାଇଛି। ବର୍ତ୍ତମାନ କ'ଣ କରାଯାଇପାରିବ? ମୁଁ ପଚାରିଲି। ମୋର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା ଜାରି ରଖିଛି, ସେ କହିଲେ। କିଏ? ଦାମୋଦର କବିରାଜ। ଏଇଭଳି ଭାବରେ ଗୋଟିଏ ଦିନ ପରେ
ପ୍ରଭୁପାଦଙ୍କର ନାଡିର ସ୍ପନ୍ଦନ ମାପୁଥିବା ଦାମୋଦର ପ୍ରସାଦ କହୁଛନ୍ତି, ସ୍ୱାମୀଜୀ ମୁଁ ନିଶ୍ଚିତ ଯେ ଏହା ସବୁ ଆପଣଙ୍କର ଦିବ୍ୟ ଲୀଳା। ମାତ୍ର କିଛି କ୍ଷଣ ପୂର୍ବରୁ ଯେତେବେଳେ ମୁଁ ଆପଣଙ୍କ ନାଡି ସ୍ପନ୍ଦନ ଦେଖୁଥିଲି ତାହା ଏକ ଆସନ୍ନ ମୃତ୍ୟୁ ଲୋକର ସ୍ପନ୍ଦନ ପରି ଜଣାପଡୁଥିଲା, କିନ୍ତୁ ବର୍ତ୍ତମାନ ଏହା ଏକ ଯୁବକ ଭଳି ତୀବ୍ର ଓ ଶକ୍ତିଶାଳୀ। ସେ କହୁଛନ୍ତି, ପ୍ରଭୁପାଦଙ୍କୁ କହୁଛନ୍ତି କି ସେ ଦାମୋଦର ପ୍ରସାଦ। ଆମେ ଦେଖିପାରୁଥିଲୁ ଯେ ତାଙ୍କର ଔଷଧ ତାର ପ୍ରଭାବ ଦେଖାଉଥିଲା। ଶିଳ ପ୍ରପାତ ଖାଉନଥିଲେ ଓ କିଛି ଦିନ ଧରି ମଳତ୍ୟାଗ କରିନଥିଲେ, କିନ୍ତୁ ଔଷଧ ତାଙ୍କ ପାକସ୍ଥଳୀ ସଫା କରିବା ଆରମ୍ଭ କରିଦେଲା। ତାହା ଗୁରୁତ୍ୱପୂର୍ଣ୍ଣ ସଫଳତା ହୋଇଥିଲା। ଏ ଔଷଧ ସେବନ କରିବା ଦ୍ୱାରା, ଦାମୋଦର ପ୍ରସାଦଙ୍କର ଔଷଧ ସେବନ କରିବା ଦ୍ୱାରା। ସେ ପରାମର୍ଶ ଦେଲେ ଯେ ଆମେ ପ୍ରଭୁପାଦଙ୍କୁ କୌଣସି କଠିନ ଖାଦ୍ୟ ନ ଦେଉ, କେବଳ ପତଳା କ୍ଷୀର। ତେଣୁ ପ୍ରଭୁପାଦ ତାହା ନିୟମିତ ସେବନ କରିବାକୁ ଲାଗିଲେ। ଆମେ ପୁଣି ତାଙ୍କର ଆରୋଗ୍ୟର ଆଶା ସଞ୍ଚାର କଲୁ। ଦିନେ ଜୟପ୍ରକାଶ ସ୍ୱାମୀ ମହାରାଜ ମାୟାପୁରରୁ ଆସି ପହଞ୍ଚିଲେ। ଶିଲ ପ୍ରଭୁପାଦ ମାୟାପୁର ବିଷୟରେ ଶୁଣିବାକୁ ଚାହିଁଲେ ଏବଂ ତାଙ୍କୁ ସାଙ୍ଗେ ସାଙ୍ଗେ ଦେଖିବା ପାଇଁ ଚାହିଁଲେ। ଶିଲ ପ୍ରଭୁପାଦଙ୍କୁ ଆନନ୍ଦିତ କରି ମହାରାଜ ସୂଚନା ଦେଇଥିଲେ ସବୁକିଛି ଠିକଠାକ ଚାଲିଛି, ଯଦିଓ ସେମାନଙ୍କ ପାଖରେ ବଙ୍ଗଳା ଭାଷାରେ ମାତ୍ର 2ଟି ପୁସ୍ତକ ଅଛି, ଗୀତା ଜ୍ଞାନ ଆଉ ଭଗବାନ କଥା ପୂର୍ବ ମାସ ଇତ୍ୟାଦି ଇତ୍ୟାଦି। ପ୍ରଭୁପାଦ ଜୟପ୍ରକାଶ ସ୍ୱାମୀ ମହାରାଜ କହୁଛନ୍ତି, ମହାରାଜଙ୍କୁ ଏ ଆଦେଶ ମଧ୍ୟ ଦେଇଥିଲେ ଯେ ସେଠାରେ ଥିବା ପ୍ରଭୁପାଦଙ୍କର ଗୁରୁ ଭ୍ରାତାମାନଙ୍କ ସହ ସେ ଉତ୍ତମ ସମ୍ପର୍କ ସ୍ଥାପନ କରିବେ। ଯୋଗ ପୀଠ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଜନ୍ମସ୍ଥାନ ଓ ତାଙ୍କର ଗୁରୁ ଭାଇ ଶ୍ରୀଧର ମହାରାଜଙ୍କ ମନ୍ଦିରରେ ମଧ୍ୟ ଏକ ନାଟ ମନ୍ଦିର ବା ବଡ଼ ପ୍ରକୋଷ୍ଠ ନିର୍ମାଣ କରିବେ। ଜୟପ୍ରକାଶ ସ୍ୱାମୀ ମାୟାପୁରରେ ଏକ ନୂଆ ମନ୍ଦିର ନିର୍ମାଣ ଆରମ୍ଭ କରିବା ପାଇଁ ଭକ୍ତମାନଙ୍କ ଅଭିଳାଷ ବିଷୟରେ ତାଙ୍କୁ କହିଲେ। 250 ଫୁଟ ଉଚ୍ଚର ବିଶିଷ୍ଟ ମନ୍ଦିର ନିର୍ମାଣ କରିବାକୁ ମୂଳ ଯୋଜନା ଏକ ସାକାର ଯୋଗ୍ୟ ପଦକ୍ଷେପ ଥିଲା। ଏହା $15 ମିଲିୟନ ମଧ୍ୟରେ ନିର୍ମିତ ହୋଇପାରିଥାନ୍ତା, କିନ୍ତୁ ସ୍ଥପତି ସୁରଭି ସ୍ୱାମୀ ପ୍ରତ୍ୟେକ ଦିନ ଏହାର ଉଚ୍ଚତା 50 ଫୁଟ ବଢ଼େଇ ଚାଲିଲେ। ଓ ଏଇଭଳି ଭାବେ ଇଏ ଗୋଟେ ଘଟଣା। ଦିନେ ଜଣେ ବାବାଜୀ ମହାରାଜ, ବାବାଜୀ ଆଉ ବୈଷ୍ଣବ ମାନଙ୍କ ଭିତରେ ଟିକେ ଅଛି ଗୋଟେ ଟିକେ ଆଚରଣଗତ। ବାବାଜୀ ମାନେ ସମ୍ପୂର୍ଣ୍ଣ ମାନେ କୋଉଟା ବାବାଜୀ କାହାକୁ କୁହାଯିବ ନା ଏଭଳି କେବଳ ଅନ୍ତର୍ବାସ ବହିର୍ବାସ ଉତ୍ତର ବ୍ୟତୀତ ସେ ଅନ୍ୟ କିଛି ଗ୍ରହଣ କରନ୍ତିନି। କେବଳ ଭଜନ ଆନନ୍ଦୀ, ସେମାନେ ଭଜନ ଆନନ୍ଦୀ। ତେଣୁ ସେ ଆସିଥିଲେ ପ୍ରଭୁପାଦଙ୍କୁ ଦର୍ଶନ କରିବା ପାଇଁ। ପ୍ରଭୁପାଦ ତାଙ୍କୁ ଦର୍ଶନ କଲେ ଏବଂ ବାବାଜୀ ମହାରାଜଙ୍କ ପହଞ୍ଚିବା ପାଇଁ ପ୍ରତୀକ୍ଷା କରି ଶିଲ ପ୍ରଭୁପାଦ ପାଇଁ କିଛି ପ୍ରସାଦ ପ୍ରସ୍ତୁତ କରିବା ପାଇଁ ରୋଷେଇ ଘରକୁ ଚାଲିଗଲି। ଯେତେବେଳେ ମୁଁ ପ୍ରଭୁପାଦ କକ୍ଷକୁ ଫେରିଲି, ସେଠାରେ ବାବାଜୀ ମହାରାଜଙ୍କୁ ପାଇଲି ଏବଂ ପ୍ରଭୁପାଦଙ୍କ ଶଯ୍ୟା ପାଖେ ଚୌକିରେ ବସିଥିଲେ। ସେମାନେ ପରିକ୍ରମା ବିଷୟରେ ଆନନ୍ଦ ସହିତ ଯୋଜନା କରୁଥିଲେ, ମାୟାପୁର ପରିକ୍ରମା। ବର୍ତ୍ତମାନ ଏଠି ଗୋଟେ ଶେଷ କଥା ଆମେ ଆଲୋଚନା କରିବାକୁ ଯାଉଛେ ଯେ ପ୍ରଭୁପାଦଙ୍କର ସ୍ୱାସ୍ଥ୍ୟ ବେଳକୁ ବେଳ ବିଗିଡ଼ିବାକୁ ଲାଗିଲା, କାରଣ ତାଙ୍କର କିଡନୀ ଫେଲଟା ଯଦିଓ କିଛି ସମୟ ପାଇଁ ତାହା ଆରୋଗ୍ୟ ମାନେ ଏଇ ଯୋଉ ବନମାଳୀ ମହାରାଜ ନା ଯୋଉ କବିରାଜଙ୍କର ଔଷଧ ଖାଇବା ଦ୍ୱାରା କିଛି ରିକଭରି ହେଇଥିଲା, ତାପରେ ତାହା ବର୍ତ୍ତମାନ କ'ଣ ନା ବିଗିଡ଼ିବାକୁ ଲାଗିଲା। ତେଣୁ ଏଠି ତାଙ୍କର ପରିସ୍ରା ଠିକ ହେଲାନି, ତାଙ୍କର ପେଟ ଫୁଲିବାକୁ ଲାଗିଲା। ଏଭଳି
ଏବେ ଏହା ସ୍ପଷ୍ଟ ହୋଇସାରିଥିଲା ଯେ ଶ୍ରୀଲ ପ୍ରପାତ ତାଙ୍କ ଶରୀର ପରିତ୍ୟାଗ କରିବା ଅବସ୍ଥା ପାଖାପାଖି ହୋଇସାରିଲାଣି। ତାଙ୍କ ପ୍ରକୋଷ୍ଠର ଦ୍ୱାର ଯାହା ମାସ ମାସ ଧରି କଟକଣାର ବଶବର୍ତ୍ତୀ ହୋଇଥିଲା ଓ ପ୍ରହରା କରାଯାଉଥିଲା, ବର୍ତ୍ତମାନ ସମ୍ପୂର୍ଣ୍ଣ ଖୋଲି ଦିଆଯାଇଥିଲା। ଭକ୍ତମାନଙ୍କ ସ୍ରୋତ ପ୍ରବାହିତ ହେବାକୁ ଲାଗିଲା। ଯେଉଁମାନଙ୍କ ଭିତରେ ଜାଗା ହେଲା ନାହିଁ, ସେମାନେ ପ୍ରପାତଙ୍କର ଶଯ୍ୟା ନିକଟରେ ଥିବା ବିରାଟ ଝରକା ପାଖରେ ବାହାରେ ଠିଆ ହେଲେ। ସମସ୍ତେ ଜପ କରୁଥିଲେ। ମୁଁ ପ୍ରପାତଙ୍କ ମସ୍ତ ପାଖରେ ଠିଆ ହୋଇଥିଲି। ସମୟ ସମୟରେ ଯେତେବେଳେ ସେ ପାଟି ଖୋଲୁଥିଲେ, ମୁଁ ତାଙ୍କୁ ଢୋକେ ଢୋକେ ପାଣି ଦେଉଥିଲି। କୃଷ୍ଣଦାସ ବାବାଜୀ ମହାରାଜ ଆସି ପହଞ୍ଚିଲେ। ଏ ଯେଉଁ ସେ ବାବାଜୀଙ୍କ କଥା ଯେଉଁ ଆମେ ଆଲୋଚନା କଲେ, ସେ ଆସି ପହଞ୍ଚିଲେ। ଆମେ ତାଙ୍କୁ ପ୍ରପାତଙ୍କ ମସ୍ତକ ନିକଟରେ ଏକ ଶଯ୍ୟା ପାଖକୁ ବସାଇଲୁ। ପିଉସୀ ମା ଚଟାଣ ପାଖକୁ ବସିଥିଲେ। କୀର୍ତ୍ତନ ନିରବଚ୍ଛିନ୍ନ ଭାବରେ 12 ଘଣ୍ଟାରୁ ଅଧିକ ସମୟ ଧରି ଚାଲୁ ରହିଥିଲା। ଏଇଭଳି ଭାବରେ ଗୋଟେ ସମୟରେ ଯେତେବେଳେ ପ୍ରପାତ ତାଙ୍କ ପାଟି ଖୋଲିଲେ ଏବଂ କିଛି ବୁନ୍ଦା ପାଣି ଦେବାକୁ ଯାଉଥାଏ, ବାବାଜୀ ମହାରାଜ ମନ୍ତବ୍ୟ ଦେଲେ, ଦେଖ ବର୍ତ୍ତମାନ ବି ସେ ଜପ କରୁଛନ୍ତି। ଯଦିଓ ପ୍ରପାତ କୌଣସି ଶବ୍ଦ କରୁନଥିଲେ, ମୁଁ ଦେଖିପାରୁଥିଲି ଯେ ତାଙ୍କ ଜିଭ ତାଳର ସହିତ ସ୍ପନ୍ଦିତ ହେଉଥିଲା। ଯେଉଁ କୀର୍ତ୍ତନ ମୃଦୁ ସ୍ୱରରେ କୀର୍ତ୍ତନ ହେଉଥିଲା, ସେ କୀର୍ତ୍ତନ ତାଳ ସହିତ ପ୍ରଭୁପାଦଙ୍କର ଜିହ୍ୱା ନାଚୁଥିଲା। ଏବେ ଦାମୋଦର ପ୍ରସାଦ ଶାସ୍ତ୍ରୀ, ଯିଏକି ମୋ ପାଖରେ ଠିଆ ହୋଇ କହିଲେ ଯେ ଶ୍ରୀଲ ପ୍ରପାତ ତାଙ୍କର ଶରୀର ପରିତ୍ୟାଗ କରିଦେଲେ। ହରେ କୃଷ୍ଣ। ମୁଁ ତଥାପି ଏହାକୁ ଗ୍ରହଣ କରିପାରିନଥିଲି। ତେଣୁ ମୁଁ କହିଲି, ଦୟାକରି ଧ୍ୟାନପୂର୍ବକ ତାଙ୍କୁ ପରୀକ୍ଷା କରନ୍ତୁ। ସେ ତୁଳାର ଏକ ଛୋଟ ଖଣ୍ଡ ନେଇ ତାହାକୁ ପ୍ରପାତଙ୍କ ନାସାରନ୍ଧ୍ରରେ ରଖିଲେ। ଏହା ହଲଚଲ ହେଲା ନାହିଁ। ମୁଁ ତାଙ୍କୁ ଷ୍ଟେଥୋସ୍କୋପ୍ ବ୍ୟବହାର କରିବାକୁ କହିଲି ଏବଂ ସେ କଲେ ମଧ୍ୟ, କିନ୍ତୁ ହୃତ୍ପିଣ୍ଡରେ କୌଣସି ସ୍ପନ୍ଦନ ନଥିଲା। ମୁଁ ଭେଁ ଭେଁ ହୋଇ କାନ୍ଦିବା ଆରମ୍ଭ କରିବା ଅବସ୍ଥାରେ ଥିଲି, କିନ୍ତୁ ଦାମୋଦର ପ୍ରସାଦ ତାଙ୍କ ହାତ ମୋ ପିଠିରେ ରଖିଲେ ଏବଂ କହିଲେ, ଦୟାକରି କାନ୍ଦ ନାହିଁ। ସେ ଭଗବତ ଧାମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ତାଙ୍କୁ ଯିବାକୁ ଦିଅ। ଭଗବତ ଧାମକୁ ତାଙ୍କର ପ୍ରତ୍ୟାବର୍ତ୍ତନରେ କୌଣସି ପ୍ରତିବନ୍ଧକ ସୃଷ୍ଟି କର ନାହିଁ। ସମସ୍ତେ ବୁଝିଗଲେ ଯେ କ'ଣ ଘଟିଯାଇଛି। ପିଉସୀ ମା ପ୍ରଥମେ ପ୍ରତିକ୍ରିୟା ପ୍ରଦର୍ଶନ କରିଥିଲେ ଏବଂ ତାଙ୍କର ଆଖିରୁ ଲୋତକର ଧାର ପ୍ରବାହ ହେବାକୁ ଲାଗିଲା, ସତେ ଯେପରି ଏକ ଜଳପାତ୍ର ଭାଙ୍ଗି ଯାଇଛି। ଏହିପରି ଭାବେ ମଣିହର ପ୍ରଭୁ କୋହଭରା ସ୍ୱରରେ କାନ୍ଦୁଥିଲେ। ମୁଁ ତାଙ୍କୁ କହିଲି, ଯାହା ଦାମୋଦର ପ୍ରସାଦ ମୋତେ କହିଥିଲେ, ଶ୍ରୀଲ ପ୍ରପାତ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଓ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ଆସନ୍ତୁ, କୌଣସି ପ୍ରତିରୋଧ ସୃଷ୍ଟି କରିବା ନାହିଁ। ଭକ୍ତମାନେ ଜପ କରିବା ଜାରି ରଖିଥିଲେ। କିଛି ପ୍ରକୋଷ୍ଠ ପରିତ୍ୟାଗ କରି ଚାଲିଯାଇଥିଲେ। ବରିଷ୍ଠ ଭକ୍ତମାନେ ଏକାଠି ହେଲେ, ଆଲୋଚନା କଲେ ସେହି ରାତ୍ରିରେ ଶ୍ରୀଲ ପ୍ରପାତଙ୍କର ସମାଧି ଦିଆଯିବ କି ନାହିଁ। ତାପରେ ବୃନ୍ଦାବନର ନେତୃସ୍ଥାନୀୟ ବୈଷ୍ଣବଙ୍କ ପାଖରୁ ଖବର ଆସିଲା ଯେ ତା ପରଦିନ ସକାଳେ ତାଙ୍କୁ ବୃନ୍ଦାବନର ପ୍ରମୁଖ ମନ୍ଦିରମାନଙ୍କୁ ନିଆଯିବା ଉଚିତ ହେବ, ଯଦ୍ୱାରା ସେ ଶେଷଥର ପାଇଁ ବିଗ୍ରହମାନଙ୍କୁ ଦର୍ଶନ କରିପାରିବେ। ଶ୍ରୀଲ ପ୍ରପାତଙ୍କ ଶରୀରକୁ ମନ୍ଦିର କକ୍ଷରେ ଥିବା ତାଙ୍କର ବ୍ୟାସାସନରେ ବସାଇ ଦିଆଯାଇଥିଲା। ନାରାୟଣ ମହାରାଜ ରାତିସାରା କୀର୍ତ୍ତନର ନେତୃତ୍ୱ ନେଇଥିଲେ। ସକାଳେ ଆମେ ତାଙ୍କ ଶରୀରକୁ ଅନ୍ୟ ଏକ ବ୍ୟାସାସନରେ ବସାଇଲୁ ଓ ଏକ ଶୋଭାଯାତ୍ରାରେ ବୃନ୍ଦାବନର ସମସ୍ତ ପ୍ରମୁଖ ମନ୍ଦିରମାନଙ୍କୁ ଅନ୍ତିମ ଥର ଦର୍ଶନ ପାଇଁ ନେଇଥିଲୁ। ଏହିପରି ଭାବରେ ପ୍ରଭୁପାଦଙ୍କର ଭୂଲୋକରୁ ପ୍ରତ୍ୟାଗମନ ଲୀଳା, ଯାହାକି ଶ୍ରୀଶ୍ରୀମଦ୍ ଭକ୍ତିଚାର ସ୍ୱାମୀ ଗୁରୁଦେବଙ୍କ ଦ୍ୱାରା ଲେଖାଯାଇଛି, ତାହା ପାଠ କରି ଆପଣଙ୍କୁ ଆସ୍ୱାଦନ କରାଇଲି। ଆଉ ନିଶ୍ଚିତ ଆପଣ ମାନେ ଏଇ ଯେଉଁ ପ୍ରପାଦଙ୍କର ନିତ୍ୟଧାମ ପ୍ରତ୍ୟାଗମନ ଲୀଳା ଆସ୍ୱାଦନ କରିଥିବେ। ଜୟ ଶ୍ରୀଲ ପ୍ରପାତ କି ଜୟ। ପ୍ରପାଦଙ୍କର ତିରୋଭାବ ଉତ୍ସବ ମହାମହୋତ୍ସବ କି ଜୟ। जगत गुरु श्रील प्रपात की जय। उपस्थ गौर भक्त वृंद की जय। निताय गौर प्रेमानंदे हरि हरि बोल। वंशा कल्पतरुभ्यश्च कृपा सिंधुभ्यश्च पतितानां पावनेभ्यो वैष्णवेभ्यो नमो नमः। हे कृष्ण। समस्त दंडवत प्रणाम। समस्त धन्यवाद। समस्त को मेरा दंडवत प्रणाम। हरे कृष्ण। हरे कृष्ण। समस्त को दंडवत प्रणाम। शुणी पारुथिले तो समस्ते? आज्ञा 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 प्रभु जी।
ଆଜ୍ଞା। ହରେ କୃଷ୍ଣ।